ଓଡ଼ିଆ କାବ୍ୟ ରସାନୁଭୂତି ଶ୍ରୋତା ବନ୍ଧୁମାନଙ୍କୁ ମୋର ନମସ୍କାର। ଆଜି ଆମେ ସେହି ଓଡ଼ିଆ ରୀତିଯୁଗ ବା କାବ୍ୟ ଯୁଗର ଅନ୍ୟତମ ପ୍ରତିଭା ସମ୍ପନ୍ନ କବି, ଓଡ଼ିଆ କାବ୍ୟ ଯୁଗର ଶେଷ ପର୍ଯ୍ୟାୟର କବି ଯଦୁମଣିଙ୍କର ଅନେକ ଚୌପଦୀ, ଭକ୍ତି ସଙ୍ଗୀତ, ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର କାବ୍ୟର କିୟଦଂଶ ଆମେ ଆପଣଙ୍କର ଅବଗତି ନିମନ୍ତେ ଏହି ବୀର କଳିଙ୍ଗ ଚ୍ୟାନେଲ ମାଧ୍ୟମରେ ଆମେ ଆପଣଙ୍କ ଆଗରେ ଉପସ୍ଥାପନା କରିଛୁ। ଅବଶ୍ୟ ଆପଣମାନେ ଶ୍ରୋତାବନ୍ଧୁମାନେ ଦେଖିଥିବେ, ତେଣୁ ଆଜି ଆଉ ଥରେ ମୁଁ ସେହି ଶ୍ରୋତାବନ୍ଧୁମାନଙ୍କୁ ମନେ ପକାଇ ଦେଉଛି ଯେ ତାଙ୍କର ଅନ୍ୟ ଏକ ଅନନ୍ୟ ସାଧାରଣ କାବ୍ୟ ରାଘବ ବିଳାସ ରାମକାବ୍ୟ, ଯାହା 52 ଛାନ୍ଦରେ ରଚିତ ହେବା ପାଇଁ ସେ ଚିନ୍ତା କରିଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ସେ 52 ଛାନ୍ଦରୁ 39ଟି ଛାନ୍ଦଟି ମିଳୁଛି। ତାଳପତ୍ର ଲେଖନୀରେ ପ୍ରଥମେ ସେ ରଚନା କରିଥିଲେ ଏବଂ କୌଣସି କାରଣରୁ ସେ ବିଲୁପ୍ତ ହୋଇଯାଇକରି 39 ଛାନ୍ଦ ବିଶିଷ୍ଟ ଏଇ ଯେଉଁ ରାଘବ ବିଳାସ କାବ୍ୟ ଆମେ ପାଉଛୁ। ସେଥିରୁ କିଛି ଅଂଶ ଶ୍ରୋତାବନ୍ଧୁମାନଙ୍କର ଅବଗତି ନିମନ୍ତେ ଆଜି ଆମେ ଛାଡ଼ିବାକୁ ପ୍ରୟାସ କରୁଛୁ। ବନ୍ଧୁଗଣ, ଏହା ପୂର୍ବରୁ ମୁଁ ଯେହେତୁ ଯଦୁମଣିଙ୍କ ସମ୍ପର୍କରେ ଆଲୋକପାତ କରିଛି, ତାଙ୍କ ବିଷୟରେ ଆଉ ବିଶେଷ ମୁଁ କହିବିନି। ସେ ହେଉଛନ୍ତି ଜଣେ ଅସାଧାରଣ ପ୍ରତିଭା ସମ୍ପନ୍ନ ଏବଂ ପ୍ରତ୍ୟୁତ୍ପନ୍ନମତି ବିଚକ୍ଷଣ କବିତ୍ୱ ସମ୍ପନ୍ନ, କଳ୍ପନା ବିଳାସୀ ଏବଂ ବର୍ଣ୍ଣନା ଚାତୁରୀରେ ଅନନ୍ୟ ସାଧାରଣ କବି ଯଦୁମଣି ତାଙ୍କର କାବ୍ୟକୃତିମାନଙ୍କରେ ବିଶେଷତଃ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଏବଂ ରାଘବ ବିଳାସ ଏବଂ ଭକ୍ତିରସାଶ୍ରିତ ଭଜନ ଜଣାଣ ପ୍ରଭୃତିରେ ଦେଇଛନ୍ତି, ଯାହା ସମ୍ପର୍କରେ ମୁଁ କିଛି ଆଲୋଚନା କରିଛି। ଆଜି ଆଉ ତଦ୍ବିଷୟରେ ବିଶେଷ ଆଲୋଚନା ନକରି ଆଜି ଆମେ ରାଘବ ବିଳାସ କାବ୍ୟ ଉପରକୁ ଯିବା। ବନ୍ଧୁଗଣ, ଏହି କାବ୍ୟଟି, ଏହି ରାଘବ ବିଳାସ କାବ୍ୟଟି ହେଉଛି ଗୋଟିଏ ରାମ ସୀତାଙ୍କର ଅଯୋଧ୍ୟା କାଣ୍ଡଠାରୁ ଆରମ୍ଭ କରି ଲଙ୍କା କାଣ୍ଡ ପର୍ଯ୍ୟନ୍ତ এই ଯେଉଁ 7 କାଣ୍ଡ ବିଶିଷ୍ଟ ରାମାୟଣକୁ ନେଇକରି ସଂକ୍ଷେପରେ ଏ ରାଘବ ବିଳାସ କାବ୍ୟଟିକି ସେ ଆଲୋଚନା କରିଛନ୍ତି। এই ରାଘବ ବିଳାସ କାବ୍ୟ ଆଲୋଚନା କରିବାର ପୃଷ୍ଠଭୂମି ଉପରେ ଆମେ ଯାହା ସମାଲୋଚକମାନେ ମତ ଦେଇଛନ୍ତି, ତତ୍କାଳୀନ ରାଜା, ନୟାଗଡ଼ର ରାଜା ବିନାୟକ ସିଂ ମାନ୍ଧାତା ଏବଂ ତାଙ୍କର ସ୍ତ୍ରୀ ବା ରାଣୀଙ୍କର ଅନୁରୋଧରେ ଯେତେବେଳେ ଓଡ଼ଗାଁକୁ ଯାଇଥିଲେ ରଘୁନାଥ ମନ୍ଦିରରେ, ରାଜା ରାଣୀ ଯେତେବେଳେ ରାମଚନ୍ଦ୍ରଙ୍କୁ ବା ରଘୁନାଥଙ୍କର ମୂର୍ତ୍ତି ଦେଖିକିରି ବିଭୋର ହୋଇକରି ଭକ୍ତିଗଦଗଦ ଚିତ୍ତରେ ପ୍ରଣିପାତ କରିଥିଲେ, ସେହି ସମୟରେ ରାଣୀ ତାଙ୍କୁ ଅନୁରୋଧ କରିଥିଲେ ଏହି ରଘୁନାଥଙ୍କ ବିଷୟରେ ଗୋଟେ ରାମକାବ୍ୟ ଯଦୁମଣି ଲେଖିବା ହେଉ। ଇଏ ତାଙ୍କ ସାଙ୍ଗରେ ଯାଇଥିଲେ। ଏଣୁ ବନ୍ଧୁଗଣ, ସେହି ଅନୁରୋଧ ରକ୍ଷା କରି କବି ନିଜର ପରିଣତ ବୟସରେ ଏହି ରାଘବ ବିଳାସ କାବ୍ୟକୁ ରଚନା କରି ଆମ ଆଗରେ ଆଜି ଓଡ଼ିଆ ସାରସ୍ୱତ ଭଣ୍ଡାରକୁ ଆମ ଆଗରେ ଉପସ୍ଥାପନା କରିଛନ୍ତି। ଏବଂ ଓଡ଼ିଶାର ଆପଣ ଜାଣିବେ ପାଲାକାର ଏବଂ ଦାସକାଠିଆରେ ମଧ୍ୟ ଏହି ରାଘବ ବିଳାସର କାବ୍ୟ ଏ ପର୍ଯ୍ୟନ୍ତ ଲୋକମାନେ ଗାଉଛନ୍ତି, ଅର୍ଥାତ୍ ଏତେ ଶ୍ରୁତିମଧୁର ଏବଂ ଏହାର ପାଣ୍ଡିତ୍ୟ, ଯଦୁମଣିଙ୍କର ପାଣ୍ଡିତ୍ୟ ଏବଂ ରାମକାବ୍ୟର ବର୍ଣ୍ଣିତ ବିଷୟବସ୍ତୁ ଏତେ ହୃଦୟକୁ ସମସ୍ତଙ୍କର ଛୁଇଁଛି ଯେ ଶ୍ରୋତାବନ୍ଧୁମାନେ ମଧ୍ୟ ଯେଭଳି ଭାବରେ ବିଭୋର ହୋଇକରି ଶୁଣନ୍ତି ଏବଂ ବକ୍ତା ଅର୍ଥାତ୍ ଦାସକାଠିଆ ଗାୟକ ବା ପାଲା ଗାୟକମାନେ ଆକୁ ସୁନ୍ଦର ଭାବରେ ମଧ୍ୟ ପରିବେଷଣ କରନ୍ତି, ଆଜି ପର୍ଯ୍ୟନ୍ତ କରୁଛନ୍ତି। ଏଣୁ ଏହି କାବ୍ୟ କବି ଯଦୁମଣିଙ୍କର ଗୋଟିଏ ଅମ୍ଳାନ କାବ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ମୁଁ ତତ୍ସମ୍ପର୍କରେ ଆଉ ବିଶେଷ ଆଲୋଚନା କରିବିନି। ଆସନ୍ତୁ ବର୍ତ୍ତମାନ ଏହି କାବ୍ୟରୁ ମୁଁ କହିଛି ଯେ ଯେଉଁ ମିଳୁଛି ରାମକାବ୍ୟଟି ବା ରାଘବ ବିଳାସ କାବ୍ୟଟି ଯଦୁମଣିଙ୍କର, ଏହାର ବିଷୟବସ୍ତୁ ପ୍ରଥମ ଛାନ୍ଦରେ କବି ମଙ୍ଗଳାଚରଣ, ଦ୍ୱିତୀୟ ଛାନ୍ଦରେ ରାବଣ ପ୍ରଭୃତିଙ୍କର ଜନ୍ମଠାରୁ ଆରମ୍ଭ କରିକି 39 ଛାନ୍ଦ ଅର୍ଥାତ୍ ଇନ୍ଦ୍ରଜିତ ବଧ ପରେ ରାବଣର ବିଳାପ ଏହି ପର୍ଯ୍ୟନ୍ତ କବି 39 ଛାନ୍ଦରେ ବିଷୟବସ୍ତୁ ଅନ୍ୟାନ୍ୟ ମଝିରେ ଯାହା ସବୁ ଦିଆଯାଇଛି ସେସବୁ ଆଲୋଚନା କରିଛନ୍ତି। ବର୍ତ୍ତମାନ ଆସନ୍ତୁ ଏହି ପ୍ରଥମ ଛାନ୍ଦ ଉପରକୁ ଆସିବା ଯେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଶରଣାପନ୍ନ ହୋଇକରି ସେ ହୟଗ୍ରୀବ ମନ୍ତ୍ର ଉପାସନା କରିକିରି ବା ହୟଗ୍ରୀବ ମନ୍ତ୍ରକୁ ଜପ କରିକିରି ଯଦିଓ ହୟଗ୍ରୀବଙ୍କର ଅନୁକମ୍ପାରୁ ବା କୃପା ଲାଭ କରିକିରି ସେ ଅପୂର୍ବ କବିତ୍ୱ ଶକ୍ତିର ଅଧିକାରୀ ହୋଇଥିଲେ, ତଥାପି ରାମଚନ୍ଦ୍ର ଏବଂ ବା ରଘୁନାଥ ଏବଂ କୃଷ୍ଣଙ୍କର ମଧ୍ୟ ସେହିଭଳି ସିଏ ଜଣେ ଭକ୍ତ ଥିଲେ। ଏଣୁ
कवि प्रथम ये मुझे कहली जे श्रीरामचंद्र स्तुति करी राघव विलास काव्यटी सी लिखिं एवं काव्यटी निज नाम न लिखि भणिता न करी सी प्रतिपोषण होता तत्कालीन राजा प्रिय राजा जहाँ पाखे सी रही साहित्य साधना करुले राजदरबार में सम्मानित होते एवं कवि भाव सी ग्रहण करते से राजा विनायक सिंह मानधाता नाम से ये काव्यटी भणिता करेणु आसतु बर्तमान से कवि जदुमणि राघव विलास काव्य संपर्क में आलोकपात करवा जेकोसी काव्य रचना करने पूर्वर से काव्य जुगे कवि माने कवि उपेन्द्र भंज कहतु दीनकृष्ण कहतु अभिमन्यु सामंत सिंहार कहतु बा जेकोसी कवि आपण कहतु जदुमणि कहतु बा कवि सूर्य बलदेव रथ कहतु जेकोसी काव्य रचना कर प्रथमे काव्यर निर्विघ्न परिसमाप्ति निमित्त काव्यर निर्विघ्न परिसमाप्ति निमित्त कहीं तालपत्र लेखनी रे लिखुले तेणु आपण भावतु केते कष्ट स्वीकार करुले ये काव्यटी निर्विघ्न परिसमाप्ति हेब कि नहीं से निजर इष्टदेव बा कुलदेवता बा निजर आराध्य देवता से उपासना करी नमस्कार पूर्वक तांकर पाद वंदना करी किसी पद लिखती ताकू मंगलाचरण कहुए तेणु संस्कृत अलंकार शास्त्र में काव्यर संज्ञा जमी निर्धारण कराई काव्य संपर्क काव्य कौन विषय वस्तु तत्संपर्क कहुए ये काव्यर प्रथमे कौन रझे कौन रेष में कौन रत्यादि अलंकारिक संस्कृत आलंकारिक माने ताकू सुंदर भाव में व्याख्या कर पथर अनुसरण करी ओडिया कवि माने प्राय काव्य विषय वस्तु आरंभ पूर्व मंगलाचरण टे दे था कवि ये श्रीराम स्तुति करी ब्राह्मण मान को नमस्कार करी भूदेव बा ब्राह्मण मान को नमस्कार करी कवि काव्यटी आलोचना आरंभ कररंभ करने जाऊँ प्रथमे मुझे कहूँ ये मंगलाचरण आदौ नमस्क्रियाशीर्वा जहाँ संस्कृत अलंकार शास्त्र रखी आदौ नमस्क्रियाशीर्वा वस्तु निर्देश एवं क्वचिन निंदा खड़ादीना शतांज गुण कीर्तन नगरार नव शैलर्तु चंद्रार्को दयवर्णनम उद्यान सलिल क्रीड़ा मधुपान रथोत्सवी इत्यादि तेणु आदौ नमस्क्रियाशीर्वा काव्यर प्रारंभ में मंगलाचरण में कवि इष्टदेवंकर नमस्कार पूर्व कई कवि नमस्कार करी लिखिबार विधि अच्छी एवं वस्तु निर्देश अच्छी ये कवि कवि रामचंद्र को वा ब्राह्मण मान को प्रथमे नमस्कार कर रघुनाथ व रामचंद्र शरणापन्न नमस्कार करी पाद वंदना करी कवि वर्णना कर राघव विलास काव्यटी एणु आदौ नमस्क्रियाशीर्वा वस्तु निर्देश एवं क्वचित निंदा खलादीना कौन सी काव्य कई साधुस्तुति बा खल निंदा करार क्वचित देखा जाए किंतु नमस्कार बा वस्तु निर्देश निश्चित भाव में काव्यर प्रारंभ में थी एवं काव्यर विषय वस्तु तापर कवि सूचना देवे एवं नगर अर्णव शैल सैकत उद्यान सलिल क्रीड़ा इत्यादि इत्यादि सब विषय से एवं स्वर्ग केतोटी स्वर्गर विभाग हम तार भी निर्देश रही एवं श्राव्य वृत्ति सुसंधि भी श्राव्य वृत्ति गान भाव में कहीं से तो लोक मैंने ये बहीपत्र आज्ञा नाला तेणु लोक मैंने शुणिकी काव्य को मन रखुले तेणु श्राव्य वृत्त हाँ विभिन्न रागरागिणी युक्त सुमधुर संगीत बा राग संगीत माध्यम काव्य को लिखुले तेणु श्राव्य वृत्ति सुसंधि आ गोटे मुख्य कथा है काव्य रस परिपूर्ण रही तेणु रसभाव निरंतरम तेणु वाक्यं काव्यं रसात्मकं वाक्यं विश्वनाथ कविराज कहते काव्यं रसात्मकं वाक्य जिते काव्यर संज्ञा उदाहरण दि जाइए रसात्मक वाक्य हूँ काव्य श्रेष्ठ काव्यर संज्ञा तेणु रसभाव निरंतरम ये रसभाव रही जो राम सीता विषय सी वर्णना करने जाऊँगी अयोध्या कांड ठार आदि कांड ठार आरंभ करमी रसाल होता जा श्रोता मैंने सीना शुणे आज्ञा ना रसग्राहिका शक्ति थी श्रोता मैंने रसाल काव्यर रसमाधुर्य को पान करेंगे
ତେଣୁ କବି ଏଇସବୁ ସୂଚନା ଯେମିତି ଅଳଙ୍କାର ଶାସ୍ତ୍ରରେ ସଂସ୍କୃତରେ ଦିଆଯାଇଛି ତାକୁ ପଦେ ପଦେ ଅନୁସରଣ କରି କାବ୍ୟ ଲେଖୁଛନ୍ତି। ମୁଁ ସେ ସମ୍ପର୍କରେ ଆଉ ବିଶେଷ ଆଲୋକପାତ ନ କରି ବର୍ତ୍ତମାନ ଆମେ ଆସନ୍ତୁ ରାଗବିଳାସ କାବ୍ୟର ମଙ୍ଗଳାଚରଣ ଉପରକୁ, ପ୍ରଥମ ଛାନ୍ଦର ମଙ୍ଗଳାଚରଣ ଉପରକୁ ଯିବା। ପ୍ରଥମ ବନ୍ଦଇ ଭୂଦେବ ଅଙ୍ଘ୍ରି ଅଘାରି ବକ୍ଷେ ଶପଥ ସାଗର ଶୋଷକ ବଂଶ ଧ୍ୱଂସୀ ଲକ୍ଷେ ବନ୍ଦେ ରସା ସୁତା ପତିର ଧରା ଧର ଶୟନ ବନ୍ଦେ ଧରା ସୁତା ପତିର ଧରା ଧର ଶୟନ ନିର୍ଜରା ପର ବିନାଶ ନିର୍ଜରା ପର ବିନାଶନ ସନ୍ଥ ଜନପାଳନ। ଅତି ସୁନ୍ଦର ଭାବରେ କବି ଆରମ୍ଭ କରିଛନ୍ତି। ରାମଚନ୍ଦ୍ରଙ୍କୁ ବା ଶ୍ରୀ ରଘୁନାଥଙ୍କର ପାଦପଦ୍ମରେ ନମସ୍କାର କରିବା ପାଇଁ ବା ଶରଣାପନ୍ନ ହେବାକୁ ଯାଇ ପ୍ରଥମେ କବି ବ୍ରାହ୍ମଣମାନଙ୍କୁ ପ୍ରଥମ ବନ୍ଦଇ ଭୂଦେବ ଅଙ୍ଘ୍ରି ଅଙ୍ଘ୍ରି ବୋଲି ଆଜ୍ଞା ପାଦପଦ୍ମ। ମୁଁ ପ୍ରଥମେ ଜାତିରେ ବ୍ରାହ୍ମଣମାନେ ହେଉଛନ୍ତି ଶ୍ରେଷ୍ଠ ଏବଂ ବ୍ରାହ୍ମଣମାନଙ୍କୁ କାହିଁକି ଆଜ୍ଞା ପ୍ରଥମ ବନ୍ଦଇ ଭୂଦେବ ଅଙ୍ଘ୍ରି, ଯେ ଭୂଦେବ ଯେ ବ୍ରାହ୍ମଣମାନେ ବ୍ରାହ୍ମଣମାନଙ୍କର ଦେବତା ଭୂଦେବ ଭୂ ଯେ ପୃଥିବୀର ଦେବତା ସ୍ୱରୂପ, ତେଣୁ ବ୍ରାହ୍ମଣମାନେ ପୃଥିବୀର ଦେବତା ସ୍ୱରୂପ ବୋଲି କଳ୍ପନା କରାଯାଇଛି ଏବଂ ଅନ୍ୟାନ୍ୟ ବେଦରେ ମଧ୍ୟ କୁହାଯାଇଛି। ତେଣୁ ସେହି ବ୍ରାହ୍ମଣମାନେ ଯେଉଁମାନେ ବ୍ରହ୍ମବିଦ୍ ଜନ୍ମନା ଜାୟତେ ଶୂଦ୍ର ସଂସ୍କାରୁ ଦ୍ୱିଜମୁଚ୍ୟତେ ବେଦାଧ୍ୟାୟନ୍ ଅଭବେଦ୍ ବିପ୍ର ବ୍ରହ୍ମ ଜାନାତି ବ୍ରାହ୍ମଣ। ଯେ ବ୍ରହ୍ମକୁ ଜାଣିଛନ୍ତି ସେମାନେ ହେଉଛନ୍ତି ବ୍ରହ୍ମବିଦ୍ ବା ବ୍ରହ୍ମବେତ୍ତା। ସେହି ବ୍ରାହ୍ମଣମାନଙ୍କୁ ମୁଁ ପ୍ରଥମେ ନମସ୍କାର କରିକିରି ତାଙ୍କର ଅଙ୍ଘ୍ରି ବା ପାଦପଦ୍ମରେ ଆଉ ଦେବତା ରୂପରେ ତାଙ୍କୁ କଳ୍ପନା କରି ନମସ୍କାର କରୁଛି। କାହିଁ ଏ କଥାଟି କହିଲେ କି ଆଜ୍ଞା ସେ ତାଙ୍କର ପୁତ୍ର କଷ୍ଟ ବା ତାଙ୍କର ଏକମାତ୍ର ପୁତ୍ର ରାମହରି ଏହି ବ୍ରାହ୍ମଣମାନଙ୍କ ଅଭିଶାପରେ ମରିଯାଇଥିଲା ବୋଲି କଥିତ ଅଛି। ମୁଁ ଆଗରୁ ମଧ୍ୟ କହିଛି ଯେ କାହିଁକି ନା ସେ ବ୍ରାହ୍ମଣମାନଙ୍କୁ ଅପମାନିତ କରିଥିଲେ, ଯାହାଫଳରେ ବ୍ରହ୍ମ ଅଭିଶାପରେ 21 ଦିନ ଭିତରେ ତାର ଏକମାତ୍ର ପୁତ୍ର ରାମହରି ବା କପିଧ୍ୱଜଟି ଆଜ୍ଞା ମୃତ୍ୟୁବରଣ କରିଥିଲା। କବିଙ୍କ ମନରେ ସେ ଘୋର କଷ୍ଟ ଜୀବନର ଶେଷ ପର୍ଯ୍ୟନ୍ତ ବା ଶେଷ ଦଶା ପର୍ଯ୍ୟନ୍ତ ପୁତ୍ର ଶୋକଜନିତ ବା ପୁତ୍ରର ମୃତ୍ୟୁଜନିତ ଯେଉଁ କଷ୍ଟଟା ତାଙ୍କ ହୃଦୟରେ ତ ଥିଲା ନା। ତେଣୁ ଯେତେବେଳେ ପରିଣତ ବୟସରେ ରାଗବିଳାସ କାବ୍ୟ ରଚନା କରୁଛନ୍ତି ସେଇ ବ୍ରହ୍ମ ଅଭିଶାପରୁ କବି ସନ୍ତୁଳିତ ହେଉଛନ୍ତି ନା, ତେଣୁ ତାଙ୍କର ହୃଦୟର ବ୍ୟଥାଟାକୁ ପ୍ରଥମେ ସେଇଠି ବ୍ରାହ୍ମଣମାନଙ୍କ ପାଦପଦ୍ମରେ ଅଜାଡ଼ି ଦେଇଛନ୍ତି। ତେଣୁ କବି ପ୍ରଥମେ ବ୍ରାହ୍ମଣମାନଙ୍କୁ ନମସ୍କାର କରି ଆଉ ପ୍ରଥମ ବନ୍ଦଇ ଭୂଦେବ ଅଙ୍ଘ୍ରି ଅଘାରି ବକ୍ଷେ ଆଉ ଆରି ସେଇ ବ୍ରାହ୍ମଣମାନେ କିଭଳି ନା ଯାହାର ବକ୍ଷରେ ଶ୍ରୀବତ୍ସ, ଆପଣ ଜାଣିଛନ୍ତି ଶ୍ରୀବତ୍ସ ନାମକ ବ୍ରାହ୍ମଣର ପାଦ ଭଗବାନଙ୍କ ପାଦ ଦେଶ ଛାତିରେ ବକ୍ଷରେ ଶୋଭା ପାଉଥିଲା। ଯେ ସେଇ ବ୍ରାହ୍ମଣମାନଙ୍କୁ ଦେବତା ସ୍ୱରୂପ ବ୍ରାହ୍ମଣମାନଙ୍କୁ ମୁଁ ନମସ୍କାର କରୁଛି ଯାହାର ପାଦ ଚିହ୍ନଟା ଭଗବାନ ବିଷ୍ଣୁଙ୍କର ବକ୍ଷରେ ତାକୁ ଧାରଣ କରିଛନ୍ତି। ଏବଂ ଶପଥ ସାଗର ଶୋଷକ, ସପ୍ତ ସାଗର ଶୋଷଣ କରିଥିଲେ ଅଗସ୍ତ୍ୟ ଋଷି। ପୌରାଣିକ କଥା, ମୁଁ ସେ ବିଷୟରେ ବିଶେଷ ଆଲୋଚନା କରୁନି। ଯେଉଁ ଅଗସ୍ତ୍ୟ ଋଷି ବ୍ରାହ୍ମଣ କୂଳରେ ଜାତ ହେଇକିରି ସପ୍ତ ସାଗରକୁ ଆଜ୍ଞା ଶୋଷଣ ଚଳୁ କରିଦେଇଥିଲେ ଅଗସ୍ତ୍ୟ ମହର୍ଷି। ଅଗସ୍ତ୍ୟ ମହର୍ଷିଙ୍କର ପାଦପଦ୍ମରେ ମଧ୍ୟ ମୁଁ ପ୍ରଣାମ କରୁଛି। ଅନ୍ୟ ଏକ ଅଭିଶାପ ମଧ୍ୟ କବି ବର୍ଣ୍ଣନା କରିଛନ୍ତି ଯେ ବ୍ରାହ୍ମଣଙ୍କର ଅଭିଶାପରେ ଯଦୁବଂଶ ନିଜେ ଭଗବାନ ଶ୍ରୀକୃଷ୍ଣଙ୍କ ଯଦୁବଂଶ ଯେ ଦ୍ୱାରକାରେ ତାଙ୍କର ଲୀଳା ସମାପନ କରିକି ସ୍ୱଦେହରେ ଯାଇଥିଲେ, ସେ କେମିତି ଜରାସବର ଦ୍ୱାରା ବ୍ୟାଧ ଦ୍ୱାରା କେମିତି ତାଙ୍କର ପାଦରେ ଶରାଘାତ ହୋଇକି ମରିଥିଲେ ମୁଁ ସେ ବିଷୟ କହୁନି ବିଶେଷ, କିନ୍ତୁ ସୂଚନାକ୍ରମେ କହିଦେବା ଯେ ଶାମ୍ବଙ୍କୁ ନାରୀ ବେଶ କରିକିରି ଯେତେବେଳେ ଯଦୁ ବଂଶର ରାଜକୁମାରମାନେ ନେଇକରି ବ୍ରାହ୍ମଣମାନଙ୍କ ଆଗରେ ସପ୍ତ ଋଷି ଆସୁଥିଲେ ଆଜ୍ଞା, ତାଙ୍କ ଆଗରେ ଯେତେବେଳେ କହିଲେ ୟାର ଗର୍ଭରେ ପୁତ୍ର ସନ୍ତାନ ଅଛି ନା, ୟା ଗର୍ଭରେ କ'ଣ ଅଛି? ବ୍ରାହ୍ମଣମାନେ ଅଭିଶାପ ଦେଲେ ଆରେ ଗୋଟେ ପୁତ୍ରକୁ ନାରୀ ବେଶ କରି ଆମକୁ ଉପହାସ କରୁଛନ୍ତି। ଆଜ୍ଞା କହିଲେ ୟା ଲୌହମୂଷଳ ଅଛି, ଯେଉଁ କଥା ମୁଁ ବିଶେଷ କହୁନି। ତଦ୍ୱାରା ଏରକା ବନରେ ସେ ସର ହେଇକିରି କେମିତି ହେଲା ଏବଂ ସେଇ ସରା ପରସ୍ପର କାଦମ୍ବିନୀ ରସ ପ୍ରମତ୍ତ ପ୍ରଭାସ ତୀର୍ଥରେ କାଦମ୍ବିନୀ ରସ ପାନ କରି ପରସ୍ପର ଏହି ଏରକା ବନରେ କେମିତି ଯଦୁବଂଶ ଧ୍ୱଂସ ହୋଇଯାଇଥିଲା, ଭଗବାନ ଶ୍ରୀକୃଷ୍ଣ ତାପରେ ଦେହ ଧାରଣ କରିଥିଲେ। ଏଇ ଯେଉଁ ବଂଶଧ୍ୱଂସୀ ଅଲକ୍ଷେ,
ଆଉ କ'ଣ ହେଇଛି ନା ବନ୍ଧେ ରସା ସୂତା ପତିର ଧରାଧର ଶୟନ ନିର୍ଜରା ପର ବିନାଶନ ସନ୍ଥ ଜନ ପାଳନ। ତାପରେ ରସାସୂତା ପତି ପ୍ରଥମେ ବ୍ରାହ୍ମଣମାନଙ୍କୁ ନମସ୍କାର କରି ତାଙ୍କର ପାଦ ବନ୍ଦନା କରିଛନ୍ତି, ତାଙ୍କର ଆଶିଷ ଭିକ୍ଷା କରିଛନ୍ତି ଏବଂ ପରେ ରସାସୂତା ପତିର ଧରାଧର ଶୟନ, ସେଇ ରସାସୂତା ପତି ରସାସୂତା ଯିଏ ପୃଥିବୀର ସୂତା ଯିଏ ସୀତା, ତାଙ୍କର ପତି ଯିଏ ରାମଚନ୍ଦ୍ର, ତାଙ୍କର ଧରାଧର ଶୟନ ଅର୍ଥାତ୍ ଧରାଧର କହିଲେ ଯେ ଅନନ୍ତ ନାଗ, ଏ ଧରାକୁ ଯିଏ ଧାରଣ କରିଛି, ଏ ପୃଥିବୀକୁ ଆଜ୍ଞା ଅଷ୍ଟନାଗ ଧାରଣ କରିଛନ୍ତି। ଅନନ୍ତ ବାସୁକୀ କର୍କୁଟକ କୁଳିକ ଶଙ୍ଖ ପଦ୍ମ ଇତ୍ୟାଦି ଯେଉଁ ଅଷ୍ଟନାଗ ଧରିଛନ୍ତି, ତା ଭିତରେ ଧରାଧର ଅନନ୍ତ ନାଗ ଯିଏ ଭଗବାନ ଯେତେବେଳେ ବିଷ୍ଣୁ କ୍ଷୀରସାଗରରେ ଶୟନ କରନ୍ତି, ରାମଚନ୍ଦ୍ରଙ୍କର ଅବତାର ଇଏ ବିଷ୍ଣୁ ହେଉଛନ୍ତି ପ୍ରକୃତରେ ଭଗବାନ, ଇଏ ରାମାଦି ସମସ୍ତେ ଆଜ୍ଞା ଅବତାର। ତେଣୁ ଧରାଧର ଶୟନ ଅର୍ଥାତ୍ ଧରାକୁ ଧାରଣ କରିଥିବା ଅନନ୍ତ ନାଗ ଉପରେ କ୍ଷୀର ସମୁଦ୍ରରେ ଯିଏ ଶୟନ କରିଛନ୍ତି, ଏଇଭଳି ବିଷ୍ଣୁ ରୂପୀ ରସାସୂତା ଯିଏ ସୀତାଙ୍କର ପତି ରାମଚନ୍ଦ୍ରଙ୍କୁ ମଧ୍ୟ ମୁଁ ନମସ୍କାର କରି ବା ତାଙ୍କର ପାଦ ପଦ୍ମରେ ଶରଣାପନ୍ନ ହୋଇକରି ଏ କାବ୍ୟ ରଚନା କରିବା ପାଇଁ ଯାଉଛି। ଆଉ ଯିଏକି ଯେଉଁ ରାମଚନ୍ଦ୍ର ନିର୍ଜରା ପର ବିନାଶନ, ନିର୍ଜରା ଅମରା ନିର୍ଜରା ଦେବା ତ୍ରିଦଶା ବିହୁଦ୍ଧାସୁରା, ଇଏ ହେଉଛି ଆଜ୍ଞା ଅମରକୋଶର ପର୍ଯ୍ୟାୟରେ ଦେବତାମାନଙ୍କର କଥା ଲେଖା ହେଇଛି। ନିର୍ଜରା ବୋଇଲେ ଜରା ବ୍ୟାଧି ବିହୀନ, ଜରାବିହୀନ, ଯେଉଁମାନଙ୍କୁ ଜରା ବା ବୃଦ୍ଧାବସ୍ଥା ଯାହାର ନାହିଁ ସେମାନେ ହେଉଛନ୍ତି ନିର୍ଜରା ଅର୍ଥାତ୍ ଦେବତା। ନିର୍ଜରା ପର ଦେବତାମାନଙ୍କର ପର ଯିଏ ଶତ୍ରୁ ରାକ୍ଷସମାନଙ୍କୁ ଯିଏ ରାବଣ ଆଦି କୁମ୍ଭକର୍ଣ୍ଣ ପ୍ରଭୃତି ଇତ୍ୟାଦିଙ୍କୁ ମାରିଥିଲେ, ସେଇ ନିର୍ଜରା ପର ବିନାଶନ ଏବଂ ଯିଏ ପୃଥିବୀରେ ସନ୍ଥ ଜନମାନଙ୍କୁ ସାଧୁ ସନ୍ଥଙ୍କୁ ରକ୍ଷା କରିଥିଲେ, ଏଇଭଳି ଯେଉଁ ରଘୁନାଥ ରସାସୂତା ପତି ଯିଏ ରାମଚନ୍ଦ୍ରଙ୍କୁ ମୁଁ ମଧ୍ୟ ନମସ୍କାର କରି ଲେଖୁଛି। ଆଉ ତାପରେ କବି କ'ଣ କହୁଛନ୍ତି, ଗରିଷ୍ଠ ଦଶା ଏ ରାଷ୍ଟ୍ରର କଷ୍ଟ ଫେଡ଼ ଜୁସ୍ଥର ଚକ୍ର ପିଶି ଚକ୍ର ବାହନ ଭ୍ରାତ ଅରିସଂହାର। ଆଜ୍ଞା ଯଦୁମଣିଙ୍କର ଶବ୍ଦ ସଂଯୋଜନା ଶୈଳୀ କାବ୍ୟରେ ଆପଣ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର କାବ୍ୟ ଦେଖନ୍ତୁ ବା ତାଙ୍କର ରାଗବିଳାସ କାବ୍ୟ ଦେଖନ୍ତୁ ଏବଂ ଯେକୌଣସି କାବ୍ୟ ଦେଖନ୍ତୁ, ଭକ୍ତି ସଙ୍ଗୀତ ପ୍ରଭୃତି ଦେଖନ୍ତୁ ବା ସଙ୍ଗୀତ ଦେଖନ୍ତୁ, ସବୁଥିରେ ତାଙ୍କର ଶବ୍ଦ ଶୈଳୀ ବା ଶବ୍ଦ ସଂଯୋଜନା ଶୈଳୀଟି ହେଉଛି ତାଙ୍କର କବିତ୍ୱର ଅନ୍ୟ ଏକ ପରିଚୟ। ଏଣୁ କବି ଗରିଷ୍ଠ ଦଶା ଏ ରାଷ୍ଟ୍ରର କଷ୍ଟ ଫେଳ ଦୁସ୍ତର, ଏ ରାଷ୍ଟ୍ରର ଏ ଓଡ଼ିଶା ବା ଉତ୍କଳ ଜନନୀର ଗରିଷ୍ଠ ଦଶା ବର୍ତ୍ତମାନ ଅର୍ଥାତ୍ କବିରେ ରାଗବିଳାସ କାବ୍ୟ ଲେଖିଲା ବେଳକୁ ରାଜନୈତିକ ଓଡ଼ିଶାରେ ରାଜନୈତିକ ଜୀବନରେ ଅସ୍ଥିରତା, ଆର୍ଥିକ ଜୀବନରେ ଅସ୍ଥିରତା ଏବଂ ସାମାଜିକ ଜୀବନରେ ମଧ୍ୟ ଅସ୍ଥିରତା ଏଥିରୁ ଜଣାପଡ଼ୁଛି। ଏଣୁ ଗରିଷ୍ଠ ଦଶା ସେହି ସମୟରେ ଯେଉଁ ରାଷ୍ଟ୍ରର ଯେଉଁ ଗରିଷ୍ଠ ଦଶା, ଇଂରେଜମାନେ ଶାସନ କରୁଥିଲେ ସେତେବେଳକୁ ଆଜ୍ଞା 1803ରୁ ଆମେ ଜାଣିଛେ। ଆଉ ତାପରେ ନଅଙ୍କ ଦୁର୍ଭିକ୍ଷ ଆସିଯାଇଥିଲା, ଏଣୁ ଓଡ଼ିଶାର ଲକ୍ଷ ଲକ୍ଷ ନରନାରୀ ମରିଯାଇଥିଲେ, ସରକାର କିଛି କଲେନି। ଏଇ ଯେଉଁ କଥା ଭାବିକିରି କବି ଲେଖିଛନ୍ତି ଯେ ବର୍ତ୍ତମାନ ସମୟ ହେଉଛି ଘୋର ଓଡ଼ିଶା ପ୍ରତି ବା ଉତ୍କଳର ଜନନୀର ଘୋର ଦୁର୍ଦିନର ସମୟ। ଏଇ କଷ୍ଟରୁ ଫେଳ ଦୁସ୍ତର କଷ୍ଟରୁ ଏ ଦେଶ ବା ଏ ରାଷ୍ଟ୍ରର କଷ୍ଟକୁ ଆପଣ ମୋଚନ କରନ୍ତୁ। ଏବଂ ଚକ୍ରପେଶୀ କେମିତି ମୋଚନ କରିବେ ନା ଚକ୍ରପେଶୀ ଚକ୍ର ବାହନ ଭ୍ରାତ ଅରିସଂହାର। ଚକ୍ରପେଶୀ ଚକ୍ରବାହନ ଭ୍ରାତ ଅରି, ଚକ୍ରପେଶୀକି ଆପଣ ଯେମିତି ସୁଦର୍ଶନ ଆପଣଙ୍କର ଆୟୁଧ ଯେଉଁ ସୁଦର୍ଶନ ଚକ୍ର ତାକୁ ପେଶିକିରି ବା ପଠେଇକିରି ଯେମିତି ଚକ୍ରବାହନ ଯେ ଇନ୍ଦ୍ରବାହନ ଐରାବତ ହସ୍ତି ତାର ଭ୍ରାତ ଭାଗବତର ଅଷ୍ଟମ ସ୍କନ୍ଧରେ ଲେଖା ହେଇଛି। ଗଜ କୁମ୍ଭୀରର ଯୁଦ୍ଧ ହୋଇଥିଲା, ସେଇ ଉପାଖ୍ୟାନ ପୌରାଣିକ ଉପାଖ୍ୟାନ। ଗଜ କୁମ୍ଭୀରର ଯୁଦ୍ଧ ହୋଇଥିଲା, ଆପଣଙ୍କ ହସ୍ତିକୁ କେମିତି ଉଦ୍ଧାର କଲେ, କୁମ୍ଭୀରକୁ କେମିତି ବିନାଶ କରିଥିଲେ। ତେଣୁ ଚକ୍ରବାହନ ଯେ ଇନ୍ଦ୍ରଙ୍କର ବାହନ ଐରାବତ ହସ୍ତି, ତାର ଭ୍ରାତ ଗଜରାଜ ଯେ କୁମ୍ଭୀର ଦ୍ୱାରା ଆକ୍ରାନ୍ତ ହୋଇଥିଲା ବା ଯାହାକୁ କୁମ୍ଭୀର ଗ୍ରାସ କରୁଥିଲା ତାକୁ ଚକ୍ରପେଶିକିରି ଯେମିତି ବିନାଶ କରିଦେଇଥିଲେ, ହସ୍ତିକୁ ରକ୍ଷା କରିଥିଲେ, ସେମିତି ରାଷ୍ଟ୍ରର ଏଇ ଉତ୍କଳ ଜନନୀ ବା ଉତ୍କଳ ମାତାର ଦୁଃଖକୁ ଆପଣ ସେଇଭଳି ଚକ୍ରପେଶିକିରି ଆୟୁଧରେ ଆପଣ ବିନାଶ କରନ୍ତୁ। ମୋର ଏତିକି ମାତ୍ର ନିବେଦନ।
तापर कवि आउ थे कौन कहते अर्क वंशु होई उद्भव तर्के शक्र कुमर बालार्क नंदन आर्तकु नाश करी सत्वर हरीन्द्र नासीण हरि की हरि हरियासने हरि विभूषण मैत्र घेनी बशिष घने मुझे शब्द संयोजना शैली अनन्य साधारण हरि की देखो ये शब्द गोटे मात्र पदर आम जाणीजा हरि हरीन्द्र नासीण हरि की हरि हरियासने हरि विभूषण मैत्र घेनी बसी सदने हरीन्द्र नासीण हरि की हरि हरियासने ये जो हरि 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 शब्द गुड़िक देते अन्य अर्थ सब तार विभिन्न अर्थ अच्छी किंतु ये जो शब्द संयोजना शैली एवं से पद आम मुझे इथुरु आप रसा रस रसग्राहिका शक्ति जो कवि मान श्रोता बंधु मान से रस को ग्रहण करेंगे राग विलासर रस को अर्क वंशु होई उद्भव तर्के शक्र कुमर बालार्क नंदन आर्तकु नाश करी सत्वर कवि ये विषय वस्तु टे निर्देश कर अर्क वंश आपड़ जात होती जमी कालिदास रघुवंश आज्ञा रचना करने पूर्व प्रथम काव्य प्रथम सर्गरी कहते जी को सूर्य प्रभो वंश कोशाल्प विषय आमती अरे सूर्यवंश जात रामचंद्रंकर जो जन्म हो सूर्यवंश जात होती मु अल्प बुद्धि संपन्न कालिदास से रघुवंश रचना करने जाऊँगी केते दूर समर्थ हेबी एणु ये कवि से भाव में कहते अर्क वंशु होई उद्भव तर्के शक्र कुमर जे शक्र से सूर्यसुत शक्र कुमर बालार्क नंदन आर्तकु नाश करी शक्र जे इंद्र सूर्य को शक्र शब्द अर्थ अर्क वंशरु जात होती आपण सूर्यवंशरु जात होती एवं शक्र कुमर अर्थात इंद्र पुत्र बाड़ी की आपण तर्के अर्थात छल विनाश कर बाड़ी को आप जानते सुग्रीव जिते किष्किंधा कांडर कथा ये जितेबले सुग्रीव नहीं किष्किंधा कांड से बसी रामचंद्र केमी जाकि बन में 14 वर्ष वनवास समय जमी कि पंपा सरोवर पार होकरी मतंग ऋषि पंपा आश्रम सबरी ठारू फल खाई इत्यादि इत्यादि करते जा किष्किंधा राज्य में पहुँचुंट सुग्रीवंकर हनुमान केमती देखिले केमती भेट है इत्यादि विषय से अच्छी शुणु ता सांगे मैत्र बसी जो सुग्रीव बाड़ी द्वारा राज्य विताड़ित होकर ऋष्यमुख पर्वत उपर थिला ताको विनाश कले तर्के अर्थात छल सप्तशाल भेद व्यंजन दुंदुगी अस्थिर चालन इत्यादि कथा मुझे विशेष कहूनी किंतु बाड़ी को विनाश करते कवि गोटे स्वर में बाड़ी को विनाश करते एणु अर्कवंशु होई उद्भव सूर्यवंशु जात होती शक्र कुमर जे इंद्र पुत्र बाड़ी आज्ञा सूर्यपुत्र हूँ सुग्रीव ता सांगे मैत्र बसिले एवं इंद्रंकर पुत्र हूँ बाड़ी ताकू विनाश कले तेणु बालार्क नंदन आर्तकु नाश करी सत्वर बालार्क नंदन बाल भानु अर्क बोले मुझे सूर्य तेणु बाल सूर्य भली जे वंशरे बा सूर्य वंशरे नंदन बा सूर्यंकर बालार्क माने सूर्यंकर नंदन जे सुग्रीव को तार आर्त को कहना ता स्त्री को आज्ञा नहीं जाइला हरण कर बाड़ी तो राज्य तोड़ी ता स्त्री की आज्ञा नहीं जाइला ता स्त्री हूँ रोमा आ बाड़ीर स्त्री हूँ आज्ञा तारा आपण जानते तेणु बालार्क नंदन आर्त तार दुख कौन राज्य तो विताड़ित है भाई द्वारा आउ ऋष्यमुख पर्वत रहा एवं ता स्त्री को सी अपहरण कर नहीं गला यही कथा होता प्रभु आपण से सुग्रीव सांगरे मित्रता स्थापन करी तार कथारे बाड़ी को शक्र कुमर बा इंद्र कुमर बाड़ी को विनाश करते हरि आउ कौन करते आपण ना हरीन्द्र नासीण हरि की हरि हरियासन हे हरि आपण हरीन्द्र अर्थात बानर श्रेष्ठ हरि शब्द बोले हूँ बानर एठाई हरीन्द्र अर्थात बानर राज बा बानर श्रेष्ठ बाड़ी को नासीण हरि की
एवं से ही हरि की अर्थात सुग्रीव को हे हरि हरि आसन अर्थात सिंह आसन हरि शब्दर अर्थ मध्य सिंह हरि शब्दर अर्थ बानर बा मांकड़ सुग्रीव बाड़ी हाँ तेणु यही विभिन्न शब्द विन्यास अति चमत्कार भाव में कवि ये वर्णना कर हरीन्द्र नासीण बाड़ी को विनाश कले एवं हरि की अर्थात से ही बाड़ीर भ्राता जे हरि सुग्रीव को आपण कौन कले हरि हे हरि आपण हरि आसन अर्थात सिंहासन में बसईदे बाड़ी की विनाश कले आ सिंहासन में हरि आसन हरि की अर्थात सुग्रीव को तार भाई सुग्रीव को आपण बसईदे आउ हरि विभूषण महित्र घेनी बशिष घने हरि विभूषण से हरि जे बानराज सुग्रीव विभूषण बी जे आकाश आकाश रे भूषण आभि अर्थात आकाश आकाशर भूषण होचंदी आज्ञा चंद्र हरि मानक मध्य जी चंद्र सदृश शोभा पाउची एभली जो हरि विभूषण अर्थात चंद्र सदृश जमी शोभा पाउची सुग्रीव ता सांगे मैत्र बसिक मित्रता स्थापन करी बसी सघने आपण बाड़ी को विनाश करते ये प्रभु रामचंद्रंकर मु पाद वंदना करुच्ची कवि उपेन्द्र भंज मध्य अनुरूप भाव में वर्णना कर बोले सुग्रीवे राम क्लेश भाषा बेनी जने पड़ी एक दशा विवाह वसुवंशे जात आंभर आंभर जात विवाह सूर्यवंश मोर जात विधि तो तमें कुमर मु अयोध्यार विताड़ित होती तुम्हें किष्किंध्यारू विताड़ित तेणु मित्रता स्थापन होती वैदेश विलास कवि सम्राट ये प्रसंग विशेष भाव में आलोचना कर कवितार सूचना ये ये हरीन्द्र नासीण अर्थात बाड़ी को विनाश कले एवं हरि की अर्थात सुग्रीव को केमिति बसैले एवं हरि मानक द्वारा विभूषित होता बानर मानक भितर बानर सेना सब थे आज्ञा से जहाँ को विभिन्न दिग को सी सीता अन्वेषण करने पठे रामायण में विस्तृत भाव में सेगुड़िक वर्णना है एणु हरिमान भितर चंद्र सदृश शोभा पाउथिबा सुग्रीव ता संगे मित्रता स्थापन करथिले आउ कौन करथिले अष्टनेत्र पाणी आयुध दुही तार विच्छेदे हरि हरि नगु अणाई मेली अर्णव मध्य अष्टनेत्र पाणी जार अष्टनेत्र अर्थात चारिटी मुंड आठटी आखि हूँ ब्रह्मा सृष्टिकर्ता ब्रह्मांकर आज्ञा सी हूँ चतुर्बदन आर हूँ आठटी नेत्र तेणु अष्टनेत्र पाणी आयुध तांकर अष्टनेत्र जी ब्रह्मा सृष्टिकर्ता ब्रह्मा हाथ में सी वेदवर सी तेणु तांकर पाणी जे हस्तरे आयुध हूँ वेद दुहिता बोली कहुई वेदमती कन्या को प्रसंग आसो अष्टनेत्र पाणी आयुध दुहितार विच्छेदे अष्टनेत्र वेदमती कन्या केमिति से सीता रूप जन्म होता से कथा पुराण में विभिन्न भाव में रामायण वर्णना है एवं तार विच्छेद सीता विच्छेद आपण केमिति हरि हरि नगु अणाई हे हरि हरि मान द्वारा हरि बोले प्रभु भगवान विष्णु हे प्रभु आपण हरि जे बानर मान साहाय्य नगु अर्थात पर्वत मान को आणिकी समुद्र को अर्णवरे मेली थे सेतुबंध बांधी थे एवं वेदमती कन्या अष्टनेत्र सुंदर भाव में कहते वेद अष्टनेत्र पाणी आयुध अर्थात वेद ब्रह्मा हाथ में थिबा वेद एवं तार दुहिता अर्थात वेदमती कन्या परवर्ती समय सीता रूप में जन्म होता केमिति जन्म कराता पाई अच्छा आउ कौन कवि वर्णना कर रोमांबुज आस्य विलास रच नारी प्रवेशी तपी जाल भील मंजूषा भोगींद्र कुविनाशी रोमांबुज हास्य विलास रच नारी प्रवेशी रोमांबुज रोमा मुझे ये सुग्रीवर स्त्री हूँ रोमा जिते ताको आपण बाड़ी को विनाश करी किष्किंध्यार राजा करदे सी तार विलास बुड़ी रहा आपण कथा शुणिलानी तार सी कथा देता मु सीता को निश्चय खोजिकी आनमी मात्र एक दुखर विषय तार जिते आप सिंहासन अभिषिक्त करदे सी विलास प्रमत्त होगला निज स्त्री रोमा प्रभृति एणु रोमांबुज रोमार अंबुज बोले हूँ मुख पद्म अरे विलास प्रवेशी तपिजा लभिल मंजूषा भोगींद्र को विनाशी कौन आपण कले ना रोमांकर पद्म सदृश मुखश्री को जी विलास करी अर्थात आशा करी भोग धन्यवाद तांकु एई भली जो रोमांबुज आश्चर्य जार विलास एई भली जो सुग्रीव
ତା ଦ୍ୱାରା ଆପଣ କ'ଣ କରିଛନ୍ତି? ତପିଜାଲ ଭିଲ ମଞ୍ଜୁଷା ଭୋଗୀନ୍ଦ୍ରକୁ ବିନାଶୀ। ମଞ୍ଜୁଷା ଭୋଗୀନ୍ଦ୍ର ଅର୍ଥାତ୍ ମୁଁ କହିଲି ଆପଣଙ୍କୁ ଆଉ ଥରେ ଏଇଟା ମନେ ରଖିବାକୁ ପଡ଼ିବ, କାରଣ ଯଦୁମଣିଙ୍କର ଶବ୍ଦ ଆଜ୍ଞା ଟିକେ କ୍ଳିଷ୍ଟ ଶବ୍ଦ। ସ୍ଥଳ ବିଶେଷରେ ଏଭଳି ସେ ଶବ୍ଦ ପ୍ରୟୋଗ କରିଛନ୍ତି ଯେ ତାଙ୍କର କାବ୍ୟକୁ ବା କାବ୍ୟରସକୁ ନାରିକେଳ, ଯାହା ମୁଁ କହିଲି ଯେ ଚାରିଟା ଯେଉଁ ପାକ ଷଟ୍ପାକ ଅଛି ତା ଭିତରେ ଗୋଟେ ନାରିକେଳ ପାକ ଅଛି, ଉପରେ ସଢ଼େଇ କତା ସବୁ ଅଛି, ଭିତରକୁ ଗଲେ ରସ ପାଇବ। ତାହେଲେ ଏଇଟିକେ ବ୍ୟଞ୍ଜନା ମଧ୍ୟରେ ରହିଗଲା। ଲଙ୍କାର ଦ୍ୱୀପ କଥା କହିଲେ, ଦ୍ୱୀପଟା ହେଉଛି ମଞ୍ଜୁଷା ସଦୃଶ ବା ପେଟିକା ସଦୃଶ, ତାକୁ ଯିଏ ଭୋଗ କରୁଛି ତାର ଇନ୍ଦ୍ର ସ୍ୱରୂପ ସେ ଯେଉଁ ରାଜା ରାବଣ ଲଙ୍କପତି ତାକୁ ବିନାଶ କରିଥିଲ, ଇଏ ହେଉଛି ସତ୍ୟ। ଏହାକୁ ମଧ୍ୟ ଆଜ୍ଞା ଅନ୍ୟାନ୍ୟମାନେ ମଧ୍ୟ ଅନ୍ୟ ପ୍ରକାର ଅର୍ଥ କରନ୍ତି, କିନ୍ତୁ ଏ ଅର୍ଥ ହେଉଛି ଯଥାର୍ଥ ଅର୍ଥ। ଆସନ୍ତୁ ପରବର୍ତ୍ତୀ ପର୍ଯ୍ୟାୟକୁ କ'ଣ କବି ଆଉ ଥରେ ବର୍ଣ୍ଣନା କରୁଛନ୍ତି ଯିବା। ମୟଦତ୍ୟ ସୁତା ପତି କି ବ୍ରହ୍ମ ସରେ ସଂହାରୀ, କନ୍ଦର୍ପ ଦର୍ପାରି ତନୁଜ କନ୍ଧେ ବିଜୟ କରି। କନ୍ଦର୍ପ ଦର୍ପାରି ତନୁଜ କନ୍ଧେ ବିଜୟ କରି। କନ୍ଦର୍ପ ଦର୍ପାରି ତନୁଜ କନ୍ଧେ ବିଜୟ କରି, ମୟଦୈତ୍ୟ ସୁତା ପତି କି ବ୍ରହ୍ମ ସରେ ବିନାଶୀ। ଆପଣ ହନୁମାନଙ୍କ କନ୍ଧରେ ବିରାଜମାନ କରି, ହନୁମାନଙ୍କ କାନ୍ଧରେ ବସିକିରି ବିଜୟ କରିକିରି ମୟଦୈତ୍ୟ ସୁତା ମନ୍ଦୋଦରୀ କେମିତି ନା କନ୍ଦର୍ପ, କେଡ଼େ ସୁନ୍ଦର ବର୍ଣ୍ଣନା କରିଛନ୍ତି ଦେଖନ୍ତୁ। ଯେ ଆମେ କହୁଛେ ଯେ କାବ୍ୟଂ ଯଶସେ ଅର୍ଥକୃତି ବ୍ୟବହାର ବିଧି ଶିବେତ ରକ୍ଷତେ ଏକାନ୍ତା ସମ୍ବିତ ତୟୋପଦେଶ ଯୁରି। କାବ୍ୟ ବର୍ଣ୍ଣନାରେ ଯଶ କବିମାନଙ୍କର ଯଶ ପ୍ରତିଷ୍ଠା ହୁଏ, ଅର୍ଥଲାଭ ହୁଏ। ଏବଂ କାହିଁକି ନା କାବ୍ୟରେ ଏଭଳି ମାଧୁର୍ଯ୍ୟ ରସ କରିଥାନ୍ତି, ବିମଣ୍ଡିତ କରିଥାନ୍ତି, ଏବଂ ଶବ୍ଦ ସଂଯୋଜନା ଶୈଳୀ, ତାଙ୍କର ରଚନା ଶୈଳୀ, ଶବ୍ଦ ସଂଯୋଜନା ଶୈଳୀ, କଳ୍ପନା ବିଳାସ ସବୁକୁ ମିଶେଇକିରି ଯଶ ତାଙ୍କର ଲାଭ ହୁଏ। ତେଣୁ ସେଇଥିପାଇଁ କବି କାହିଁକି କାବ୍ୟ ଗୁଡ଼ିଏ ଲେଖନ୍ତି ନା ଆଜ୍ଞା କାବ୍ୟଂ ଯଶସୀ। ଏବଂ ସେଥିପାଇଁ କୁହାଯାଇଛି ଯେ କବିରେ ଅର୍ଥ ଗୌରବୀର କାବ୍ୟ ଶବ୍ଦ ସଂଯୋଜନା ଶୈଳୀ ଯେମିତି ରହିବ, ମାଧୁର୍ଯ୍ୟ ରସ ବିମଣ୍ଡିତ ହୋଇଥିବ ଏବଂ ଅର୍ଥ ଗୌରବ ଥିବ, ପଦଲାଳିତ୍ୟ ଥିବ, ତାହେଲେ ଯାଇ ଆଜ୍ଞା ଶ୍ରୋତା ବନ୍ଧୁମାନେ ସିନା ଶୁଣିବେ। ତେଣୁ ଏଠି ଅର୍ଥ ଗୌରବର କଥା ମୁଁ କହୁଛି ଯେ କନ୍ଦର୍ପ ଦର୍ପାରି ତନୁଜ। କନ୍ଦର୍ପ ଦର୍ପ ହନୁମାନ ତ କହିଦେଲେ ଯାଇଥାନ୍ତା, ତେବେ କନ୍ଦର୍ପ ତାର ଦର୍ପକୁ ଯିଏ ହରଣ କରିଥିଲେ, ଯେଉଁ ଶିବ କନ୍ଦର୍ପକୁ ପୋଡ଼ି ଦେଇଥିଲେ ଆଜ୍ଞା କୁମାର ସମ୍ଭବ ପଞ୍ଚମ ସ୍ୱର୍ଗରେ କବି କାଳିଦାସ ତାକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ପାର୍ବତୀ ଭାବୁଛନ୍ତି ଆରେ ରୂପର ଦେବତା ବା ସୌନ୍ଦର୍ଯ୍ୟର ଦେବତାଟା ଜଳିଯାଉଛି ଯାହାଠି, ମୁଁ ତାଙ୍କୁ ରୂପ ଗର୍ବରେ କ'ଣ ତାଙ୍କୁ ପାଇବି। ପଞ୍ଚମ ସ୍ୱର୍ଗରେ କୁମାର ସମ୍ଭବରେ ଲେଖା ହେଇଛି, ମୁଁ ସେ ବିଷୟରେ ବିଶେଷ ବର୍ଣ୍ଣନା କରୁନି। ତେଣୁ ଏଇଭଳି କନ୍ଦର୍ପର ଦର୍ପକୁ ଯିଏ ହରଣ କରିଥିଲେ ଯେଉଁ ଶିବ, ତାଙ୍କର ତନୁଜ ଅର୍ଥାତ୍ ତାଙ୍କର ତନୁରୁ ଜାତ ଅର୍ଥାତ୍ ରୁଦ୍ରାବତାର। ସେଥିପାଇଁ ହନୁମାନଙ୍କୁ ଆଜ୍ଞା କହନ୍ତି ରୁଦ୍ରାବତାର। ତେଣୁ ଆପଣମାନେ ହନୁମାନ ମନ୍ଦିର କରି ଯେଉଁ କାହିଁକି ପୂଜା କରୁଛନ୍ତି ନା ସେ ହେଉଛନ୍ତି ରୁଦ୍ରଙ୍କର ଅଂଶ ବିଶେଷ, ରୁଦ୍ରାବତାର। ତେଣୁ ଆମେ ହନୁମାନଙ୍କର 40 ପଢ଼ୁଛେ ହନୁମାନ ମନ୍ଦିରରେ ଯାଇକି। ଏଣୁ ଏଇ ଯେଉଁ ତନୁଜ ଯେ ହନୁମାନଙ୍କ କାନ୍ଧରେ ଆପଣ ବିଜୟ କରିକିରି ମୟଦୈତ୍ୟ ସୁତାପତି କି ବ୍ରହ୍ମସରେ ସଂହାର କରିଥିଲେ। ମୟଦୈତ୍ୟ ସୁତାପତି, ମୟଦୈତ୍ୟର ସୂତାକୁ ବିବାହ ହେଇଥିଲା କିଏ? ସେ ନା ରାବଣ। ମୟଦୈତ୍ୟର ସୂତା ଯେ ଝିଅ ବା କନ୍ୟା ତାହା ହେଉଛି ମନ୍ଦୋଦରୀ ଆଜ୍ଞା। ତେଣୁ ମନ୍ଦୋଦରୀକି ଯେଉଁ ଆପଣ ବିବାହ ହେଇଥିଲେ, ମନ୍ଦୋଦରୀର ପତି ମୟଦୈତ୍ୟ ସୁତାପତି ଅର୍ଥାତ୍ ରାବଣକୁ ବିନାଶ କରିଥିଲେ। ଏଇ ଯେଉଁ କବି ବର୍ଣ୍ଣନା କରିଛନ୍ତି, ଏଥିରେ ମୁଁ କହିଲି ଯେ କାବ୍ୟର ମଙ୍ଗଳାଚରଣରେ ବ୍ରାହ୍ମଣମାନଙ୍କୁ ନମସ୍କାର କଲେ, ଦେବତା ରୂପୀ ବ୍ରାହ୍ମଣମାନଙ୍କୁ ରାଜା ତାପରେ ରଘୁନାଥଙ୍କର ପାଦରେ ଶରଣାପନ୍ନ ହେଲେ ଏବଂ କବି ବିଷୟବସ୍ତୁ ସମ୍ପର୍କରେ ଟିକିଏ ଆମକୁ ସୂଚନା ଦେଇଛନ୍ତି। ଏଇ ପ୍ରଥମ ଛାନ୍ଦରେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ କ'ଣ ଲେଖିଛନ୍ତି ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା କରିବା। ନମସ୍କାର।